আরে ভাই মানে কিଏ কোଉଠି ଅଛ ଜଲ୍ଦି ଦୌଡ଼ି ଆସ ରେ। আরে আরে কোন ହେଲା কি রঘুয়া ইয়ে সন্ধ্যা বেলাটারে এমিতি অস্তব্যস্ত হই কাই ডাকুছ? କଣ ହେଲା? ଆରେ କଣ ନହେଲା କ ଗାଁ ଶେଷରେ ଥିବା ସମସ୍ତଙ୍କ ଧାନ ବିଲରେ କୋଉଠୁ ପଲ ପଲ ବଣୁଆ ମଇଁଚି ପଶିଗଲେ ରେ। ଏ ଭାଇ ମାନେ ଜଲ୍ଦି ଚାଲ ରେ, ନହେଲେ ଧାନ ତ ଧାନ କୁଟା ଗୋଟେ ବି ଛାଡିବେନି ରେ। ଜଲ୍ଦି ଚାଲ। ও রঘু দাদা কাই মহিষী সবু কোউঠি? কিরে বাবা নব, তু কଣାটা কিরে? সেপটে দেখে পল পল মইଁଚି। জଲ୍দি যাই গোড়ারে বাপা, নହେଲେ ସବୁ ଧାନ ଖାଇ ନଷ୍ଟ କରିଦେବେ রে। জলদি যা। ଓହୋ, ହେ ମଇଁଷିକି ଗୋଡେଇ ଗୋଡେଇ ମୋ ରଙ୍ଗ ଛାଡିଗଲାଣି। ଓହୋ, কাই ତମର ଏମିତି ସେଟା କି ରଙ୍ଗ କି ଖାଲି ଛାଡି ଯାଉଛି? ଏ ନବ ମୁହଁ ସମ୍ଭାଳି କଥାବାର୍ତ୍ତା କର କହୁଛି, ନହେଲେ ତୁ ମୋର ଆଉ ଗୋଟେ ରୂପ ଦେଖିବୁ। ଆଉ ଗୋଟେ ରୂପ? କାଇ ତମେ ମଣିଷ ନା ମଣିଷ ରୂପରେ ବେତାଳଟା ଖାଲି ରୂପ ଚେଞ୍ଜ କରୁଛ? ଓହୋ, ହଉ ଛାଡ, ତମେ ଝଗଡା ପରେ ହବ। ମଇଁଷି ତ ସବୁ ଗଲେଣି, ଚାଲ ସବୁ ଘରକୁ ଯିବା। ଚାଲ ଚାଲ ଚାଲ। ଏଇଠି ଜାଣିଛ ଆମର ସବୁ ସରିଗଲା, ଆମେ ପୁରା ବର୍ବାଦ ହେଇଗଲୁ, ସବୁ ସରିଗଲା। ଆରେ ଆରେ ତମର ପୁଣି କଣ ହେଲା? ଆଉ ଆମର ଏମିତି କଣ ହେଲା କି ଆମେ ବର୍ବାଦ ହେଇଗଲୁ? କଣ ହେଲା? ଆରେ ତମ ପଛେ ପଛେ ମୁଁ ବି ବିଲକୁ ଯାଇଥିଲି, ଏବେ ଫେରିଲା ବେଳକୁ ଘରୁ କିଛି କିଛି ଟଙ୍କା ସୁନା ଚୋରି ହେଇଯାଇଛି ରେ। ହେଲେ ଏମିତି କେମିତି ହେଲା? ମତେ ଲାଗୁଛି ଏଇ ଆଖପାଖର କିଏ ଚୋରି କରୁଛି। ହଉ ଛାଡ, ଏଥର ପୁରା ନଜର ସହକାରେ ରହିବାକୁ ପଡିବ। ଆବେ ଏ ଫକୀରା, ଏସବୁ କେତେ ସୁନା ଆଣିଛୁ କିରେ? ହାତରେ ମୁଠାଏ ବି ହଉନି। ହେଲେ ସର୍ଦାର କିଛି ଲୋକଙ୍କ ଘରୁ ଚୋରି କଲି, ଆଉ ସମସ୍ତଙ୍କ ଘରୁ କିଛି କିଛି ଟଙ୍କା ସୁନା ଆଣିଛି। ଆବେ ତୋ ନାଁଟା ଯେମିତି ଫକୀରା, ତୋ କାମ ବି ସେମିତି ଫକୀରା। ଏଥର ଗଲା, ହେଲେ ଯଦି ଆଉ ଥରେ ଚୋରିରୁ ମୁଠା ମୁଠା ଟଙ୍କା ସୁନା ନ ଆଣିବୁ, ତାହେଲେ ମାରିକି ତତେ ପିସ୍ ପିସ୍ କରିଦେବି। ତାହେଲେ ଠିକ ଅଛି ସର୍ଦାର, ଆପଣ ଏଥର ଖାଲି ଦେଖନ୍ତୁ ଏ ଫକୀରାର ଜଲବା। ଓ সোনা କକା, ଗୋଟେ ଗରମ ଚା ମିଳିବ? ନାଇରେ, ସିଝା ଚା ମିଳିବ, ପିଇବୁ? କଣ ବା କକା ସନ୍ଧ୍ୟା ବେଳଟାରେ ମଜା କରୁଛ? ହଉ ଦିଅ ଦିଅ, ଚା କପେ ଦିଅ ଦିଅ। ଓ সোনা ଦାଦା, ଗୋଟେ କପ୍ କଡ଼କ ଚା ଦବ? ଟିକେ ଅପେକ୍ଷା କର, ସମୟ ଲାଗିବ। ବୁଝିଲ ଦାଦା, ଗାଁରେ କିଛି ଲୋକ ଅଛନ୍ତି, ସମୟ ସୁବିଧା ଦେଖି ପାଖ ପଡୋଶୀଙ୍କ ଘରେ ବସି ଚୋରି କରି ସେଇ ପଇସାରେ ବଞ୍ଚିବେ ଆଉ। ବୁଝିଲ ଦାଦା, ସତ କଥା। ଆଉ କିଛି ଲୋକ ସତରେ ଚୋରି କଲା ପରେ ଆଉ ସାଧା ଚା ପିଉନାହାନ୍ତି, ଖାଲି କଡ଼କ ଚା ପିଉଛନ୍ତି। ଏ ନବ, ତୁ କଣ ମତେ ଚୋର କହୁଛୁ? ମୁଁ କାହିଁ ତମକୁ କହିବି? ତମେ ଯଦି ଚୋରି କରୁଛ ତାହେଲେ ମାନି ଯାଉନା କାହିଁକି? ଆବେ ତୁ ସେଦିନ ଫାଙ୍କା ଦେଖି ଆମ ଘରୁ ଚୋରି କଲୁ, ଆଉ ତୁ ମତେ କଣ କହୁଛୁ? ତାମାନେ ସେଦିନ ଆମ 2 ଜଣଙ୍କ ଘରୁ ଚୋରି ହେଇଛି। ଏଇଠି ଜଲ୍ଦି ଯାଅ, ଗାଁ ବିଲରେ ପୁଣି ପଲ ପଲ ମଇଁଷି ପଶିଛନ୍ତି ରେ। ଆଉ ତମେ ମାନେ ବି ସମସ୍ତେ ଯାଅ ରେ, ଜଲ୍ଦି ଯାଅ, ନହେଲେ ସବୁ ନଷ୍ଟ କରିଦେବେ ରେ। ଶୁଣ, ମୁଁ ବିଲୁରୁ ନ ଆସିବା ଯାଏ କବାଟ ଝରକା ସବୁ ଭଲ ସେ ଦେଇ ଘରେ ଥିବ, ବୁଝିଲ? ଆରେ ଆରେ ଦାଦା, ସେପଟେ ଗୋଡାଅ, ମୁଁ ଏପଟେ ଗୋଡାଉଛି। ଆରେ ଆରେ, ଏ ସମୟରେ ତ ଗାଁରେ କେହି ନାହାନ୍ତି। ଏ ଲୋକଟା କିଏ? ଆରେ ଭାଇ, କିଏ ତମେ? କିଏ? ଆଉ ସେ ରଘୁ ଦାଦା ଘର ପାଖରେ କଣ କରୁଛ? କିଏ ଭାଇ? ଏ ଭାଇ, କିଏ ତମେ? ଯାହା କୁହ ପଛେ, ଏଥର ଲାଗୁଛି ଏ ବିଲରେ ସବୁ ବାଡ଼ ଦେବାକୁ ପଡିବ, ନହେଲେ ଏମିତି ପ୍ରତିଦିନ ଏ ମଇଁଷି ସବୁ ପଶି ଧାନ ସବୁ ନଷ୍ଟ କରିଦେବେ। ହଉ ରେ, ତମେ ମାନେ ସବୁ ଘରକୁ ଯାଅ, ମୁଁ ଯାଉଛି। ଆରେ ଆରେ, ସବୁ ସରିଗଲା ରେ। ପୂର୍ବଥର ଅଳ୍ପ କିଛି ଚୋରି ହେଇଥିଲା, ହେଲେ ଏଥର ଆମର ସବୁ ତକ ଟଙ୍କା ସୁନା ଚୋରି ହେଇଯାଇଛି ରେ। ସବୁ ଚୋରି ହେଇଗଲା। ଆରେ ଏ ନବ ପାଜି, ଚାଲ ରେ, ଜଲ୍ଦି ମୁଖିଆଙ୍କ ପାଖକୁ ଚାଲ, ନହେଲେ ସମସ୍ତେ ବର୍ବାଦ ହେଇଯିବାରେ। ଜଲ୍ଦି ଚାଲ। କଣ ସର୍ଦାର, ଏଥର ଆପଣ ଖୁସି ତ? ଏମିତି ହିଁ ଚାଲିବ, ସବୁବେଳେ ଚାଲିବ। ଏ ବଣୁଆ ମଇଁଷିଙ୍କୁ ଗାଁ ଲୋକଙ୍କ ବିଲରେ ଛାଡି ତାଙ୍କର ଧ୍ୟାନ ହଟେଇ ହଟେଇ ଏ ଆଖପାଖର ସବୁ ଗାଁ ଲୋକଙ୍କର ଘରୁ ପଶି ସବୁ ଲୁଟି ଦବା। ଏମିତିରେ ମଇଁଷି ସବୁ ଧାନ ଖାଇ ଖୁସି, ଆଉ ଆମେ ଚୋରି କରି ଖୁସି। କାହିଁକି ନା ମତେ ବୁଲି ବୁଲି ଖୋଜୁଥିବୁ ହରପାର, ଘରେ ପଶି ଲୁଟି ଆଣିବ ଏ ଡାକୁ ସର୍ଦାର।